ଜୟ ଜଗନ୍ନାଥ ଫ୍ରେଣ୍ଡସ୍, ଇଏ ହେଉଛି ସକାଳୁ ସକାଳର ଦୃଶ୍ୟ। ଆଉ ଆମ ଘର ବର୍ତ୍ତମାନ ଆଜିଠୁ ଇଟା ଯୋଡ଼ାଇ ଆରମ୍ଭ ହୋଇଛି। ଦେଖିପାରୁଥିବେ 4-5 ଜଣ ମିସ୍ତ୍ରୀ ଆଉ ଲେବର ଆସୁଛନ୍ତି। ପୁରା ଚିତ୍ର ପୁରା ଆପଣଙ୍କ ଆଗରେ। ସେନ୍ ଆସିଯାଇଛି ମୋ ପାଖରେ। ଏଇ ସେନ୍ ସେ ତାର ଅନଉ ନାହିଁ। ବର୍ତ୍ତମାନ ଦେଖନ୍ତୁ ଏଠି ଆମର ମିସ୍ତ୍ରୀ ବର୍ତ୍ତମାନ ପକେଇଲେ ଘୋଳ ପକେଇବା ସହିତ ବର୍ତ୍ତମାନ ଇଟା ଯୋଡ଼େଇ କାମ ଯେହେତୁ ଚାଲିଛି, ମତେ ଲାଗୁଛି ମିସ୍ତ୍ରୀ ପୁରା ମାସେ ଭିତରେ ବୋଧେ ଛାତ ପକେଇଦେବେ ମତେ ଲାଗୁଛି। ତେବେ ଦେଖାଯାଉ। ତାପରେ ଏଠି ଆସିକି ବର୍ତ୍ତମାନ ଦେଖନ୍ତୁ ମିସ୍ତ୍ରୀ ଆସିସାରିଛନ୍ତି ଆଉ ମୋ ମା ତାଙ୍କୁ ଖାଇବା ଦେଇ ଦେଇଛନ୍ତି। ମିସ୍ତ୍ରୀ କେମିତି ହେଇଛି ଖାଇବା? ମିସ୍ତ୍ରୀ କହୁଛନ୍ତି ଭଲ ହେଇଛି ବୋଲି। ତେବେ ଛାଡ଼ନ୍ତୁ, ଚାଲନ୍ତୁ ଯିବା ସିଆଡ଼େ ଟିକେ ଦେଖି ଆସିବା। ଯେହେତୁ କାମ ସାରିକି ମିସ୍ତ୍ରୀ ଯାଇଥିଲେ, ତେବେ ବାଡ଼ିରେ ବର୍ତ୍ତମାନ ଦୃଶ୍ୟ କେମିତି ଅଛି? ଗୁଡ ଆଉ ସେନ୍ ମୋ ଆଗରେ ଚାଲିଛନ୍ତି। ଗୁଡ ବର୍ତ୍ତମାନ ଅନଉଛି ଆମ୍ବ ହେଇଛି କି ନାହିଁ। ଆମ୍ବ ତ ହେଇନି, ବର୍ତ୍ତମାନ ଟିକେ ଟିକେ ବଉଳ ଆସିଗଲାଣି। ଆଉ ଏହା ପରେ କିଛି ଦିନ ପରେ ଆମ୍ବ ପୁରା ପ୍ରବଳ ହବ। ତେବେ ଚାଲନ୍ତୁ ବାଡ଼ି ଭିତରକୁ ଯିବା। ଦେଖନ୍ତୁ ଗୋଟେ ଗୋଟେ ଥାକ ବସେଇଛନ୍ତି। ଯେହେତୁ ଆଜି ସବୁଆଡ଼େ ଯୋଡ଼ା ହେଲା, ତେଣୁ ଗୋଟେ ଗୋଟେ ଥାକ ମାନେ ବସେଇ ଦେଇଛନ୍ତି। ଏଇଠି କୋଣ ଘର କେବଳ 3 ଥାକ ଏକ୍ସଟ୍ରା ବସା ହେଇଛି। ଆଉ ନହେଲେ ସବୁଆଡ଼େ ଗୋଟେ ଗୋଟେ ଥାକ ତାଙ୍କ ମାପ ପାଇଁ ପୁରା ବସେଇ ଦେଇଛନ୍ତି ମିସ୍ତ୍ରୀ। ତେବେ ଯାହା ବି ହଉ, କାମ ଆଗେଇ ଚାଲୁ। କେବେ ସରିବ କ'ଣ ହବ ଦେଖିବା। କିନ୍ତୁ ବ୍ଲଗିଂ ବି କରି ହଉନି ସବୁବେଳେ। କେଳିକି ଛୁଆଟା ପେଡ଼ା ଖାଇଦେଉଛି। ମତେ ଦେ ମତେ ଦେ। ଫଟୋ ଉଠେଇ ସାଇଡରେ ଠିଆ ହେଇଯାଏ। ଖାଇବୁ ୟା ପେଡ଼ା? ତା ମା ଭୋଗ ଖାଇବ ତା ମଞ୍ଜି କୋଥା ଖାଉଛି ସେ? ସେଟା ଖାଇବା ଜିନିଷ ନା। ଖାଲି ଫଟୋ କାନ୍ଦୁଥିଲା ଛୁଆ ଝିଅ କର କାନ୍ଦୁଥିଲା। ଛୁଆ ଝିଅ କର କାନ୍ଦୁଛି। ଛୁଆ ଝିଅ ଆଖି ବନ୍ଦ କରି କାନ୍ଦେ ନା ସେ। ଦୁଃଖ ନା ଝୁଲରେ ନିତାଇ ହାତ ଟେକି ଦଉଛି। ଏ ଝୋଲରେ କରିଦଉଛି। ଆରେ ଯାହା ହଉ ଯାଇକି ଆଳତି କାଢା